ଯାହାଙ୍କ ମହିମମୟ ସାନ୍ନିଧ୍ୟର ଆଭାସ ମାତ୍ରକେ ଚଳଚଞ୍ଚଳ ମନ ସବୁ ଅନ୍ତର୍ମୁଖୀ ହୋଇ ନିରବି ଯାଆନ୍ତି। ନିମ୍ନ ଚେତନାରୁ ବିଶ୍ୱତୁଲ୍ୟ ବ୍ୟାପକତା ଦିଗରେ ପ୍ରବେଶ କରି ସକଳ ଚିନ୍ତାକୁ ଆଲୋକିତ ଓ ସଞ୍ଜୀବିତ କରିବା ଦିଗରେ ସହାୟକ ହୋଇ ଉଠନ୍ତି। ସେହି ଅଦ୍ୱିତୀୟ ସଦ୍ବସ୍ତୁ ସତ୍ୟମୟ ଚେତନାର ମୂର୍ତ୍ତ ରୂପ ପରମ ପ୍ରଭୁ ଶ୍ରୀ ଅରବିନ୍ଦ, ସକଳ ଅସ୍ତିତ୍ୱର ଏକମାତ୍ର କାରଣ, ପରମ ଜ୍ଞାନଦାତ୍ରୀ କୃପାମୟୀ ଦିବ୍ୟ ଜନନୀଙ୍କ ପଦାରବିନ୍ଦରେ ହୃଦୟରୁ ଅନେକ ଅନେକ ବନ୍ଦେ ମାତରମ୍। ଶୁଭ ସକାଳ। ଦିବ୍ୟ କୃପାର ଏହି ବଳୟ ଭିତରେ ଉପସ୍ଥିତ ସମସ୍ତ ମାତୃ ଅଭୀଷ୍ଟମାନଙ୍କୁ ଅନ୍ତରରୁ ଅନେକ ଅନେକ ଶୁଭେଚ୍ଛା ଓ ପ୍ରଣାମ। ଆଜି 2024 ମସିହା ଏପ୍ରିଲ ମାସ 21 ତାରିଖ ରବିବାର, ଅରୋରା ଆସ୍ପିରାନ୍ସର 2594ତମ ନୂତନ ସକାଳ। ଏହି ନୂତନ ସକାଳକୁ ହୃଦୟରେ ସ୍ୱାଗତ ଜଣାଇ ଆରମ୍ଭ କରିବା ଆଜିର ସ୍ୱାଧ୍ୟାୟ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରହିଛି ପ୍ରଭୁଙ୍କ ରଚିତ ସନେଟ୍ ରିନ୍ୟୁଆଲ, ଯାହାକୁ ଆମର ପ୍ରିୟ ରାଇକିଶୋର ଭାଇ ଆଲୋଚନା କରିବାକୁ वंदे मातरम। ओम नमो भगवते, ओम नमो भगवते, ओम नमो भगवते। वंदे मातरम। शुभ सकाल। दिव्य जननी महा परम प्रभु श्री अरविंद कृपारू आमे पुणी गोटे नूतन सकाल पाइछे, को आमे विनियोग करिबा प्रभुंकर एक सुंदर कविता, से नूतनत्व नवीकरण बा पुनर्जन्म, पुनर्धारण, पुनर्निर्माण जहाँ कहतु, से विषय रे प्रथमे मां निकटरे प्रभुंक निकटरे प्रणाम करी ये प्रार्थना करी जे प्रभु हमको ठीक से बुझा सुजोग दिंतु आउ ये समय को सहीपर विनियोग करंतु, जहाँ फल आम प्रभुंकर लिखित ये रिन्यूअल कविता को आम सठिक भाव बुझीपार। जोग देथिबा समस्त भाई मान को आंतरिक शुभेच्छा, नमस्कार। आमे अंतत पक्षे ये कविता को 12 दाटी विशिष्ट ये कवितार गोटे भिन्न भिन्न रूपरेखा थाए, छंद थाए। ये भी सेमती एक छंदे बंधा, जोटि शब्दर आउ उच्चारणर अपूर्व संयोग, जदिओ एठारे उच्चारण को बेसी गुरुत्व दिया जाइए। तेणुकरी कविता माने बुझु बा न बुझु, तार प्रच्छदपट अर्थ को आमे पुनरुद्धार करिपारु बा न करिपारु, किंतु अंतत पक्षे उच्चारण करने द्वारा आमे अनेक गुड़िए अदेखा कथा को उपलब्धि करिपारिबा। अनेक गुड़िए अदेखा परिकल्पना आम को नहीं बा गोटे जीव को नहीं, गोटे ह्यूमन बीइंग को नहीं आमे करिपारिबा निज जीवन सहित। प्रथमे कविताटी को पढ़ुची, तापरे मोर निजर बुझामणा शैलीटा चेष्टा करी किसी कैंसर आलोकपात करने को। रिन्यूअल। When the heart tries and the soul still recalling things that were once and again can be never. When the bow falls and the drum string is broken, hands that were clasped
it forever are parted. When the soul passes to new births and bodies, lands never seen and meetings with new faces, who raised and the fallen arrow fitted, acts that were vain rewedded to the fate curve, to the lives standards can time bring rejoining, love that was slain be reborn with the body, in the mind null, from the heart cords rejected, lost to the sense, but the spirit remembers. ଆମେ ଯେଉଁ ରିନ୍ୟୁଆଲ କଥା କହୁଛେ, ଯେଉଁ ନବୀକରଣ କଥା କହୁଛେ ବା ପୁନଃପ୍ରକାଶ୍ୟ ବା ପୁନଃପ୍ରକରଣ ବା ନୂତନ ହୋଇ ଗଢି ଉଠିବା, ଆମେ ସାଧାରଣତଃ ରିନ୍ୟୁଆଲ କହିଲେ ଗୋଟାଏ ଦଶନ୍ଧି ଧରି ଗୋଟାଏ ମାନେ ଲଙ୍ଗ ରନରେ ଗୋଟେ କାମକୁ ଯଦି ଆମେ କିଛି ନୂଆ ରୂପରେଖ ଦେଉ, ସେଇଠି ଆମେ ମିନ୍ କରୁ ଏ କଥାଟାକୁ। କିନ୍ତୁ ପ୍ରଭୁ ଶ୍ରୀଅରବିନ୍ଦ କେତେ ସୁନ୍ଦର ଭାବେ ସଂଯୋଗିତ କରିଛନ୍ତି ଶବ୍ଦଟିକୁ। ପ୍ରତି ମୁହୂର୍ତ୍ତରେ ଆମେ ଜାଣିଛେ ଯେ ଆମ ଭିତରେ ଥିବା ଅନେକ ଗୁଡ଼ିଏ କୋଷ ପ୍ରତିଦିନ ମରୁଛନ୍ତି ଆଉ ନୂଆ ସୃଷ୍ଟି ବି ହଉଛନ୍ତି। ସେ ନୂଆ ସୃଷ୍ଟି ହେଉଥିବା କୋଷକୁ ଯଦି ଆମେ ସଂଯୋଗିତ କରି ବୁଝିବାକୁ ଚାହୁଁ, ନୂଆ ପ୍ରକ୍ରିୟାକୁ ସଂଯୋଗିତ କରି ଯଦି ବୁଝିବାକୁ ଚାହୁଁ, ପ୍ରତ୍ୟେକଟି କାମକୁ ଯଦି ଆମେ ଗୋଟେ ନୂଆ ରୂପରେଖରେ ବୁଝିବାକୁ ଚାହୁଁ, ତାହେଲେ ଆମେ ଅତି ସହଜରେ ବୁଝିପାରିବା ଏଇ କବିତାଟି। ପ୍ରଭୁ କହୁଛନ୍ତି, when the heart cries and the throat streams recalling. Actually यार पूर्वाभास कहବାକୁ ଗଲେ ଏଇ କବିତାଟି 1942 ମସିହା 1942 ଯେତେବେଳେ କି ସେକେଣ୍ଡ ୱାର୍ଲଡ ୱାର ର ଅନ୍ତ ହେଇ ଆସୁଥିଲା ବା ଯେତେବେଳେ ଗୋଟେ ଶେଷ ପ୍ରୟାସ କରାଯାଉଥିଲା କେମିତି ଯେକୌଣସି ପକ୍ଷ ହେଉ ସେ ଜିତିବାକୁ ଚାହୁଁଥିଲେ, ଆଉ ସେତେବେଳେ ଅନେକ ଅନେକ ମୃତ୍ୟୁକୁ ସମ୍ମୁଖୀନ ହେଉଥିଲେ ଅନେକ ସିପାହୀ, ଅନେକ ସୈନ୍ୟ। ତ ସେଇ ସବୁ କଥା ଗୁଡ଼ିକୁ ଦୃଷ୍ଟି ରଖି ଗୋଟେ ବ୍ୟାକଗ୍ରାଉଣ୍ଡ ମାନେ କ୍ରିଏଟ ହେଇଥିଲା, ଯାହାକୁ ଆଡ୍ରେସ କରି ପ୍ରଭୁ ଏ ପୋଏମଟିକୁ ଲେଖିଥିଲେ। ଆଉ ଗୋଟେ ପ୍ରଭୁଙ୍କର ପୋଏମ ଅଛି ଦ ଏଣ୍ଡ, ସେ ବି ଏଇ ଟୋନରେ ଲେଖାଯାଇଥିଲା। ସେଇଟା ଅବଶ୍ୟ 1945 ପାଖାପାଖି ଲେଖାଯାଇଥିଲା। କିନ୍ତୁ ଅନ୍ତତଃ ପକ୍ଷେ ଆମେ ଏତିକି ବୁଝିବା ଯେ ଯେତେବେଳେ ଗୋଟେ ଜୀବନ ସରୁଛି, ସେତେବେଳେ ଆମେ ଏଇ ପାର୍ଥିବ ଦୃଷ୍ଟିକୋଣରୁ ଦେଖିବା ଯେ ଜୀବନଟି ସରୁଛି, କିନ୍ତୁ ତା ପ୍ରଚ୍ଛଦ ପଟରେ ଆଉ ଗୋଟେ କଥା ଲୁଚି ରହିଛି ଯେ ଆଉ ଗୋଟେ ଜୀବନ ଆରମ୍ଭ ହେଉଛି। ସେମିତି ଗୋଟେ କୋଷ ଯେତେବେଳେ ଆମ ଦେହରୁ ଚାଲି ଯାଉଛି, ସେ ଆଉ ଗୋଟେ କୋଷକୁ ସୃଷ୍ଟି କରିଦେଇ ଯାଉଛି। ଅନ୍ତତଃ ପକ୍ଷେ ଏତେ କଥା ନ ବୁଝିଲେ ବି ଯେତେବେଳେ ଆମେ ଚାଲୁଛେ, ଗୋଟେ ପାଦ ଯେତେବେଳେ ଆଗକୁ ପକଉଛେ ବା ଗୋଟେ ପାଦ କାଢିକି ଯେତେବେଳେ ଆଗକୁ ଚାଲୁଛେ, ପୂର୍ବ ପାଦଟି ଯେ ତାର ବାଟଟାକୁ ସାରି ଦେଇଛି ବା ତାର ଯେଉଁ ମାନେ ଆରମ୍ଭ ହେଇଥିଲା ତାର ଅନ୍ତ ହେଇଛି, ସେ ଆଉ ଗୋଟେ ଆରମ୍ଭକୁ ପଦାର୍ପଣ ହବା ଦୃଷ୍ଟିକୋଣରୁ ପୂର୍ବ ପାଦଟିର ଅନ୍ତ ହୋଇଛି ବା ପୂର୍ବ ଷ୍ଟେପଟା ଆମର ସରିଛି। କେବଳ ଆମେ ଯଦି ସରିଗଲା, ଚାଲିଗଲା, ରହିଗଲା ଏଇ କଥାକୁ ଦେଖିବା, ତାହେଲେ ଆମେ ଯୋଉ ରିନ୍ୟୁଆଲ, ଯୋଉଟା ନୂଆକିରି କହୁଛେ, ଯୋଉ ନବୀକରଣ ହେଉଛି, ସେ ନବୀକରଣକୁ ପ୍ରାଧାନ୍ୟ ଦେଇପାରିବା। ତେଣୁକରି ନବୀକରଣକୁ ପ୍ରାଧାନ୍ୟ ଦେଲେ ଆମେ ଅଧିକରୁ ଅଧିକ ସବୁ ପ୍ରକାର ପ୍ରଗତିକୁ ଆହ୍ୱାନ କରିପାରିବା, ତାକୁ ଗୋଟେ ରୂପରେଖ ଦେଇପାରିବା, ତାକୁ ଗୋଟେ ପୂର୍ଣ୍ଣ ମାତ୍ରାରେ ବଞ୍ଚିପାରିବା ବା ତାକୁ ଗୋଟେ ପୂର୍ଣ୍ଣ ରୂପରେଖ ଦେଇପାରିବା। ଏଇ ପ୍ରୟାସଟା ଆମର ଯେମିତି ସତତ ରହିବ, ସେଇଥିପାଇଁ ହୁଏତ ପ୍ରଭୁ ଏ
कविता को से समयर कालर परिप्रेक्षी ए रचनाटी करथिले जहाको आमे एमती बुझिबा जे गोटे नवीकरण अंतत पक्षे बहुत प्राधान्य दिया है कि कविता लिखा जाए when the heart tries and the throat feels recalling जैसे गोटे हृदय विदारक कार्यकलाप अंत होची जैसे गोटे गोटे निर्दिष्ट माने ध्वनि को गोटे शब्द को गोटे रिदमिकल वे रे जतबेले प्रेजेंट करा जाउची से गोटे ड्रम रो बीट सरीला गोटे ड्रम रो बीट आरंभ होची ये सब गुड़ी गोटे नेभर रिपीटिंग प्रोसेस हमको अनेक जगह अनेक समय लगुव से प्रक्रिया तो पुणी हो प्रतिदिन आम चा करके पीछे सका प्रतिदिन आम जेकोसी कम को अभ्यासगत भाव करुचे लगुच बेले बेले तो एमती लगुच मु तो काली यही कमटा करी किंतु प्रभु के सुंदर भाव ये कहते केबे भी आम कौन जिन रिपीट होनी जो कम थरे हो जाइए जो कम कर दि जाइए सी केबे भी रिपीट हो पाए आम अनेक समय कहूचे सेम कम रिपीट हो किंतु कालर समय जो रेफरेन्स देखा से समयटा बदल जाए थिंग्स दैट वर वंस एंड अगेन कैन बी नेवर भगवान बुद्ध गोटे जगार शिष्य मान पचारे जे मु किसी समय पूर्व जो कथाटा कहली तमें शुणी पार कि आम बुझा परिप्रेक्षी अनेक थर पचारू जे आपको आउ थे बुझे दिंतु आउ थे कहतु से आउ थे बुझेले भी तार समय दृष्टिकोण से पुणी आउ गोटे नुआ कथा बा नवीकरण जदि आम बुझा चाहूँ ये प्रति मुहूर्त परिवर्तित होची प्रति मुहूर्त ये संगठित होची प्रति मुहूर्त गोटे नुआ रूपरेख देवाक प्रयास सतत जारी रही when the bow falls and the drum string is broken hands that were clasped yet forever are parted आम ताली मारुचे से दुईटी हाथर संजोग एक ध्वनि सृष्टि होची जो ताली आम सृष्टि करुचे तार पूर्व प्रस्तुति बा पूर्व प्रयास होची सी दूरे जावा दरकार दुईटी हाथ दूरे गले से भल भाव निजक संजोगित कर क्लास कर तालीटा सृष्टि हो पार जमी आम गोटे गंतव्य पथ को जावाक हेले दुईटी पाद भितर व्यवधान रहिबा दरकार व्यवधान क्रिएट कले ही आम किसी व्यवधान को अतिक्रम कर किसी व्यवधान को आम अतिक्रम करने किसी व्यवधान सृष्टि करने दरकार सेमती एठी मीन कर प्रभु जो हाथ दीटा आम जोड़ुचे और हाथ को जोड़ुचे आमर जो सोल रिलेशन जो लाइफ एस्टाब्लिशमेंट मूवमेंट होची से सब बेले गोटे यही प्रक्रिया अच्छे जे किसी दूरेले किसी संजोगित हम किसी आपार्ट हो गले किसी दूरे गले किसी अति निबिड़ भाव संपर्कित हो पार हैंड्स दैट वर क्लास्प्ड एट फॉर एवर आर पार्टेड आम जिते ये कथा को एमती बुझा जे जिते गोटे निबिड़ संपर्क निबिड़ माने बंधन आम भितर सृष्टि होची पूर्व प्रस्तुति हिसाब से अनेक दूरत्व को जोड़वा को प्रयास करा अनेक दूरता को मापा ग्रहण करा धीरे धीरे प्रयास हुई पुणी आम संजोगित गोटे जगह गोटे समय आम पुणी संजोगित एकत्रित हो अति निबिड़ भाव निबंधित यही पोएम रे प्रभु दुईटी सुंदर क्वेश्चन भी पचार क्वेश्चन ये पचार आमको बुझेबा
प्रथम क्वेश्चन टी आमर भाग्य को जमी आम बहुत प्राधान्य दे अनेक जगह कहू से भाग्य जनित ये है भाग्य जनित ता सहित केमिति आमर जीवन संपर्क बा अंतत पक्षे ये जो पार्थिव जीवन से केमिति आमर अदेखा जो उपस्थिति अच्छे जहाँ को आम स्पिरिट बोली कहूँ से स्पिरिट केमिति मैटर सहित संयोगित होती जहाँ आम अदेखा आ देखा जीवन गोटे समस्त गोटे अदेखा जीवन अच्छे गोटे देखा जीवन जहाँ आमको बाहर को प्रत्ययमान होची जहाँ बाहर को प्रत्ययमान न हो भितर गोटे अपूर्व संबंध रही ताकू भी प्रभु ये सुंदर भाव परिप्रकाश कर सेकेंड संजय ताकू देखा when the soul passes to new birth and bodies, lands never seen and meetings with new faces. Is the bow raised and the fallen arrow fitted, arcs that were when revealed to the fate cause? एक प्रश्न पचार जे आमे आमर ये जो जीवन ए जीवन केते जीवन आमे गोटे प्रयास आमर जारी रही किपरि गोटे पार्थिव घटना को पार्थिव जहाँ आमको स्थूल प्रत्यय मान हो सूक्ष्म सहित किपरि संयोगित हो पार गोटे अदेखा पर्सनालिटी आम समस्त किंतु बाहर को परिप्रकाश होता गोटे पर्सनालिटी अच्छे जीवन देख आम ये करे केमिति से जो अदेखा पर्सनालिटी को गोटे रूपरेखार परिवर्तन करवा से अनेक जन्म नौचे अनेक शरीर को ग्रहण करते अनेक प्रयास करते किपरि पूर्ण प्रकाश हो पार से जो माने सावित्री से लाइन टी आम ये उच्चारण करवा बहुत सुंदर भाव बुझीपर The spirit shall look out through matter's gaze and matter shall reveal the spirit's face. Spirit सबु बेले सबु जगह प्रत्ययमान किंतु तार परिप्रकाश बा ताकू रिप्रेजेंट करछि मटेरियल रिप्रेजेंटेशन बा जो पर्सनालिटी जो थॉट जो रूप से परिप्रकाश करोछि तार बाह्य उपस्थिति अनुसार अंतत पक्षे आम चिन्हुचे जीव कि पत्थर कि ये को प्रकार मनीष बा को प्रकार गतिविधि नेचर केमती किंतु जदि स्पिरिचुअल पॉइंट ऑफ व्यू आम आम आइडेंटिटी दो मुझे मोर व्यक्तित्व को परिप्रकाश करने को चाहे गोटे स्पिरिचुअल पॉइंट ऑफ व्यू आम समस्ते अंतत पक्षे गोटे प्रकार प्रयास कर चलचे जे जहाँ अदेखा रूपरेखा मोर केमती देखा रूपरेखार परिवर्तन करेंगे से अनेक जीवन नौचे अनेक प्रयास करते अनेक नूतन भूमि रे पदार्पण होचे अनेक नूतन रूप से आम परिचित होचे आउ परस्पर सहित संयोगित होगा भी चाहूचे किंतु ये सबु कौन आमर जो भाग्य रेखाटी अच्छी जो फेट कर्व अच्छी ताकू कौन एक बार के धोई देकी एक बार के पुणी रिवेलेट कर पुणी पुनर्संयोगित करुच्ची ये कथा प्रश्नटा प्रभु पचार आर उत्तर हूँ निश्चित रूपे हाँ कहीं केते जीवन धरी आम यही जीवन जहाँ उपलब्धि करुचे जो अंतत पक्षे आम यही परिप्रेक्षी कहवा जो आध्यात्मिक उपलब्धि करुचे केवल यही जन्मर प्रयास नुहे जीवन पर जीवन जीवन पर जीवन एत प्रयास फल आम ये पाऊ आम समस्ते अंत पक्षे देखि अनेक गुड़े कम आम निजक निजे पचारू मुझे बड़ जिनसा पाईगली अंत पक्षे जो आध्यात्मिक उपलब्धि आम जीवन में अनुभव करू मु अनेक समय भाव मुझे योग्य नी कि पाइली से बुझा पड़ो जे आम अनेक जीवन पूर्व प्रयास करे बाटने चलु चलु जमी
ଗୋଟେ ଅତି ଦୁର୍ଲଭ ଜିନିଷ ଉପଲବ୍ଧ ହୁଏ ବା ଫଳପ୍ରଦ ହୁଏ, ଆମେ ସେତେ ପ୍ରୟାସ ନ କରିଥିଲେ ବି ସେ ସବୁ ଫଳପ୍ରଦ ହୁଏ। ତାକୁ ଆମେ ବୁଝିବାକୁ ପଡିବ ଯେ ଅନେକ ସମୟ ପୂର୍ବରୁ, ଅନେକ ଜୀବନ ପୂର୍ବରୁ ହୁଏତ ଆମେ ଯୋଉ ପ୍ରୟାସ କରୁଛେ ତାର ଫଳସ୍ୱରୂପ ଆମକୁ ମିଳିଥାଏ ସେ ଜିନିଷଟି। ଆମେ ସେଇ ଜିନିଷଟାକୁ ଯଦି ସଂଯୋଗିତ କରିବା ତାହେଲେ ଏଇ ସାଙ୍ଗାଟିକୁ ସହଜରେ ବୁଝିପାରିବା। ଆଉ ଯେ ପ୍ରଭୁଙ୍କର ଯୋଉ ପ୍ରଶ୍ନଟି ଯେ acts that were when rewarded to the faith of, ଆମର ଯେତେ ପ୍ରୟାସ, ଯେତେ କର୍ମ, ଯେତେ ଗତିବିଧି, ଯେତେ କାର୍ଯ୍ୟକଳାପ, ଏ ସବୁର ରେଜଲ୍ଟ କ୍ୟାରି ଫରୱାର୍ଡ ହୁଏ ବା ସେ ସବୁ ଆସେ ପୁଣି ଆମର ଆମେ ଏଇ ଡେଭଲପମେଣ୍ଟ ବା ଏଇ କ୍ଷଣିକ କଥାଟାକୁ ଯଦି ବୁଝି ନ ପାରୁ ତଥାପି ଗୋଟେ ଲଙ୍ଗ ରନ୍ ରେ ଆମେ ଯଦି ଦେଖୁ ଇଏ ହଉଛି ସେଇ ପ୍ରୟାସର ଫଳସ୍ୱରୂପ ଯାହାର କି ଉତ୍ତର ହଉଛି ହଁ। Acts that were then rewarded to the faith of, ଯେତେ ଯାହା ହେଇଯାଇଥିଲେ ବି, ଯେତେ ଯାହା ଘଟୁଥିଲେ ବି ତାହାର ଗୋଟେ ବୃହତ ଫଳ ବା ଆମେ ବହୁତ ସମୟ କହୁ ଯେ ଅଳ୍ପକେ ଏଇଟା ସେଭ୍ ହେଇଗଲା, ନାଇଁ ଅଳ୍ପକେ ସେଭ୍ ହେଇନି, ଏଇଟା ଦେଖାଯାଉଛି ଆମକୁ ପ୍ରତ୍ୟୟ ମାନେ ହଉଛି ଅଳ୍ପକେ ସେଭ୍ ହେଇଗଲା, କିନ୍ତୁ ତା ପଛରେ ଅନେକ ପ୍ରୟାସ ରହିଛି ଯାହାର ଫଳସ୍ୱରୂପ ଏଇ ଜିନିଷଟି ଆମକୁ ଉପଲବ୍ଧ ହେଲା। ଏଇ ପରିପ୍ରେକ୍ଷୀରେ ମା ଗୋଟେ ପବିତ୍ରଙ୍କ ଉପରେ ଗୋଟେ ଟିପ୍ପଣୀ ଦେଇଥିଲେ ଯେ ପବିତ୍ରଙ୍କର ଯେଉଁ ଉପଲବ୍ଧି, ପବିତ୍ରଙ୍କର ଯେଉଁ କାର୍ଯ୍ୟକଳାପର ସବୁ କଥା ଗୁଡାକ ଏଇ ଜନ୍ମରେ ଦେଖୁଛନ୍ତି, ସେ କେବଳ ଏଇ ଜନ୍ମରେ ପ୍ରୟାସ ସେ କଥା ନୁହେଁ, କେତେ ଜନ୍ମର ପ୍ରୟାସର ରେଜଲ୍ଟ ଏଇ ଜନ୍ମରେ ମିଳୁଛି। ତେଣୁକରି ଆମର ଯୋଉ କର୍ମ ଗୁଡିକ ସେ ଆମକୁ ଗୋଟେ ସିରିଜ ଅଫ ଆକ୍ସନ ରେ ବନ୍ଧା ହେଇଛି। ସେ ନା ତାକୁ ଆମେ ଦେଖିପାରୁଛୁ ନା ଆମେ ତାକୁ ଉପଲବ୍ଧି କରିପାରୁଛୁ। ଅନ୍ତତଃ ପକ୍ଷେ ଏତିକି ବୁଝିବା ଯେ ଯେତେ ଜୀବନ ଆମେ ନଉଛେ, ନୂଆ ନୂଆ ଲୋକଙ୍କୁ ଭେଟୁଛେ ବା ନୂଆ ଗୋଟେ ଜାଗାରେ ପଦାର୍ପଣ ହଉଛେ, ଏସବୁ ଗୋଟେ ଗୋଟେ ରିନ୍ୟୁଆଲ ର ମାଳି ଗୁନ୍ଥା ହୋଇକି ଗୋଟେ ହାର ହଉଛି। ଆଉ ସେ ହାରଟା ଯେତେବେଳେ ଆମକୁ ମିଳୁଛି ଆମେ ବହୁତ ଖୁସି ହେଇଯାଉଛେ ଯେ ଗୋଟେ ଏତେ ବଡ ହାରଟା କେମିତି ମିଳିଲା। ଗୋଟିଏ ମାଳିର ପ୍ରୟାସ ଆମେ ଏ ଜନ୍ମରେ କରୁଛେ, କିନ୍ତୁ ତା ପୂର୍ବରୁ ଯେ ଅନେକ ମାଳିର ପ୍ରୟାସ, ଅନେକ ଗୁନ୍ଥା ଯାଇଥିବା ସେ ହାରରେ ଗୁନ୍ଥା ଯାଇଥିବା ମାଳିର ପ୍ରୟାସରେ ଗୋଟେ ସୁନ୍ଦର ମାଳା ପ୍ରସ୍ତୁତ ହେଇଛି। ଆଉ ସେ ମାଳାଟିକୁ ଆମେ ଏଇ ଜନ୍ମରେ ଉପଲବ୍ଧ କରୁଛେ, ପାଉଛେ। ସେମିତି ଗୋଟେ ପ୍ରେମ ଡିଭାଇନ ଲଭକୁ ବି ନେଇ ପରବର୍ତ୍ତୀ ଲାଇନର ପ୍ରଶ୍ନଟି, ପରବର୍ତ୍ତୀ ସାଞ୍ଜାର ତା ଦେହରେ ପ୍ରଭୁ କହୁଛନ୍ତି, to the life thunders can time bring rejoining, love that was slain be reborn with the body, in the mind null from the heart's cords rejected, lost to the sense but the spirit remembers। ଅନ୍ତତଃପକ୍ଷେ ଆମେ ପ୍ରେମଟାକୁ ବୁଝିଛେ ଯେ ପ୍ରେମର ଗୋଟେ ନିବିଡ଼ ସମ୍ପର୍କ ରହିଛି। ଏମିତିକି ଆମେ ତାକୁ ଗୋଟେ ବିକୃତ ରୂପରେ ହଉ ପଛକେ, ଅନେକ ଚଳଚ୍ଚିତ୍ରରେ ବି ଦେଖାଯାଇଛି ଯେ ଗୋଟେ ଡେୟାରିଂ ଷ୍ଟେପ୍ ନିଆଯାଏ ଯେତେବେଳେ ପ୍ରେମଟାକୁ ପରିପ୍ରକାଶ କରାଯାଏ, କିନ୍ତୁ ସେଇଟା ତ ଏଠି କୁହାଯାଉନି। କିନ୍ତୁ ଆମେ ଅନ୍ତତଃପକ୍ଷେ ଆମର ବୁଝାମଣାକୁ ସୁଦୃଢ କରିବା ପାଇଁ ସେ ପଏଣ୍ଟଟାକୁ ନେଇପାରୁ, କିନ୍ତୁ ସେଇଟା ଯେ ସଠିକ ଏକ୍ସାମ୍ପଲ ସେ କଥା ମୁଁ କହୁନି। କିନ୍ତୁ ଅନ୍ତତଃପକ୍ଷେ ଆମେ ଏତିକି ବୁଝିବା ଯେ ଯେମିତି କୃଷ୍ଣ ସୁଦାମାଙ୍କର ଉପସ୍ଥିତି, ଏଇ ଜନ୍ମରେ ଆମେ ଦେଖୁଛୁ କୃଷ୍ଣ ସୁଦାମାଙ୍କର ଯୋଉ ଭଲ ପାଇବାଟା, ଯୋଉ ପ୍ରେମଟା, ଯୋଉ ନିବିଡ଼ ସମ୍ପର୍କଟା, ସେଟା କେତେ ଜନ୍ମରୁ ଯେ ସେମିତି ରହିଆସିଛି କିଏ ଜାଣିଛି। ସେଇ ସମ୍ପର୍କରେ ହୁଏତ ଦିଲ୍ଲୀପ ଦାସ ପ୍ରଭୁଙ୍କ ସହିତ ସଂଯୋଜିତ ହେଇଥିଲେ। ଏମିତି ଅନେକ ସମୟରେ ଅନେକ ନିବିଡ଼ ସମ୍ପର୍କ ଗୁଡିକ ଜୀବନ ପରେ ଜୀବନ, ଜୀବନ ପରେ ଜୀବନ, ପିଢି ପରେ ପିଢି ପ୍ରକାଶିତ ହୁଏ, ଯୋଉଟା କି ଗୋଟେ
କେବେ ବ୍ୟର୍ଥ ଯାଉନି ବା ଗୋଟେ ଯଦିଓ ସେଇ ଜୀବନର ପରିସୀମା ଭିତରେ ଦେଖିବାକୁ ଗଲେ ଆମେ ତାକୁ ହରଉଛେ କିନ୍ତୁ ସେ ଗୋଟେ ଏକବାରକେ ବ୍ୟର୍ଥ ନୁହେଁ। ପ୍ରଭୁ ଏଠି କହୁଛନ୍ତି ଯେ ସେ ଯେମିତି ବି ହଉ ଗୋଟେ ମନର ବୁଝାମଣାରେ ଯଦି ତାକୁ ଆମେ ଗୋଟେ ବ୍ୟର୍ଥ ବୋଲି ଭାବୁଥାଏ କିନ୍ତୁ ସେ ଏମିତି ଏକ ମାନେ ଅଭୁଲା ସ୍ମୃତି ସ୍ପିରିଟ ପାଖରେ ରହିଛି ଯିଏକି ଅତି ସାଇତିକିରି ଅତି ଯତ୍ନର ସହିତ ତାକୁ ମନେ ରଖିଛି ଆଉ ତାକୁ ପରିପ୍ରକାଶ କରୁଛି ପରବର୍ତ୍ତୀ ସମୟ। So the light thundered, can time bring rejoining? ଆମେ ଯେଉଁ ସ୍ପ୍ଲିଟ୍ ହେଇଯାଇଛି ଯୋଉ ପରସ୍ପର ଭିତରେ ଯୋଉ ସମ୍ପର୍କଟା ବିଚ୍ଛିନ୍ନ ହଉଛି ସେ ପୁଣି ସଂଯୋଗିତ ହଉଛି। ସେଇ ପ୍ରେମର ଗୋଟେ ବନ୍ଧନ ସେ ତାକୁ ପୁଣି ମାନେ ଟାଣିକି ଧରିଛି। କେମିତି ନା ଜୀବନ ପରେ ଜୀବନ ଜୀବନ ପରେ ଜୀବନ ଯେତେବେଳେ ଆମେ ଆସୁଛେ ଆମେ ଗୋଟେ ନିର୍ଦ୍ଦିଷ୍ଟ ପ୍ରଗତିକୁ ଲକ୍ଷ୍ୟ କରିକି ଆମେ ଆସୁଛେ ଆଉ ପୁନର୍ଜନ୍ମ ନଉଛେ ଆଉ ପୁଣି ସେଇ ଅଧୁରା କାମଟାକୁ ପୁଣି ଆଗକୁ ନଉଛେ। ଲଭ୍ ଦ୍ୟାଟ୍ ୱାଜ୍ ସ୍ଲେନ୍ be reborn with the body। ପ୍ରଶ୍ନ ପୁଣି ପଚାରୁଛନ୍ତି ପ୍ରଭୁ ସେଇ ଜୀବନ କଣ ପୁଣି ଜନ୍ମ ନିଏ ସେଇ ପ୍ରେମକୁ ପ୍ରତିଷ୍ଠା କରିବାକୁ ବା ପ୍ରେମକୁ ଅଧୁରା ପ୍ରେମକୁ ପୁଣି ରୂପରେଖ ଦେବାକୁ? ତାର ଉତ୍ତର ହଉଛି ହଁ। କାହିଁକି ନା ମନ ହୁଏତ ଆକୁ ବୁଝି ନପାରେ ବା ମନର ବୁଝାମଣାରେ ଗୋଟେ ବ୍ୟର୍ଥ ହେଇଥାଇପାରେ କିନ୍ତୁ ଗୋଟେ ଅଦେଖା ସମ୍ବନ୍ଧଟା ଗୋଟେ ଚିର ସମ୍ବନ୍ଧିତ ମାଳାରେ ବନ୍ଧା ହେଇଛି। In the mind known from the heart thoughts rejected lost to the sense but the spirit remembers। ଆମେ ଏ ଜନ୍ମରେ ହୁଏତ ବହୁତ ତିରସ୍କାର କରିବା ବହୁତ ପ୍ରକାର ବିଚ ପିସ୍ ହୋଇକି ବା ବହୁତ ଗଣ୍ଡଗୋଳ ହେଇକିରି କଥାଟା ସରିଥିବ କିନ୍ତୁ ସିଏ ଆଉ ଗୋଟେ ନବ ସୃଷ୍ଟିକୁ ନବ ଜୀବନକୁ ପୁଣି ପଦାର୍ପଣ ହବ। ଫଳରେ କଣ ହଉଛି ନା ଏଇଠି ସରିଯାଉନି କଥାଟା ଏଇଠି ବ୍ୟର୍ଥ ହେଇଯାଉନି। ଇଏ ସଂଯୋଜିତ ହେଇଛି ଗୋଟେ ଅଦେଖା ସୂତାରେ ଯିଏକି ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସକୁ ରୂପରେଖ ଦେଉଛି। ଏଇଟା ଡିସକଣ୍ଟିନ୍ୟୁଅସ୍ ନୁହଁ ବା ଏଇଟା ଗୋଟେ ନଲ୍ ନୁହଁ ବା ଏଇଟା ଗୋଟେ ସରିଯିବା ଭଳିଆ କଥା ନୁହଁ। ଏଇଟା ଗୋଟେ ଚିରନ୍ତନ କଥା। ଯେମିତି ସମୟର ରେଫରେନ୍ସରେ ଆମେ ଭଲେ ହିଁ ବିରୋଧ ବା ବିଛିଡ଼ି ଯାଉ କିନ୍ତୁ ପରସ୍ପର ସହିତ ଯୋଡି ହେବା ପାଇଁ ଆମେ ବିଛୁଡୁଛୁ। ଯେମିତି ପ୍ରଥମରୁ କୁହାଗଲା ଯେ ଆମେ ମାନେ ଦୁଇ ହାତକୁ ଆମେ ବ୍ୟବଧାନ କଲେ ହିଁ ଗୋଟେ ତାଳିଟା ଭଲ ହେଇପାରିବ। ସେମିତି ଆମେ ବିଛିଡ଼ି ଯାଉଛୁ ନିଜକୁ ଆହୁରି ସନ୍ନିକଟ କରିବା ପାଇଁ ଆହୁରି ସମ୍ବନ୍ଧିତ କରିବା ପାଇଁ ଆହୁରି ସମ୍ପର୍କିତ କରିବା ପାଇଁ। ଏଇ ତ ହଉଛି ଗୋଟେ ପ୍ରକ୍ରିୟା। ଏଇ ନବୀକରଣ ପ୍ରକ୍ରିୟାଟା ଯେ କେତେ ସ୍ତର ଦେଇକି କେତେ ଛୋଟ ଛୋଟ ଇଣ୍ଟିଗ୍ରେସନରେ ବନ୍ଧା ହେଇଛି ତାକୁ ଆମେ ଏମିତି ଦେଖିଲେ ବୁଝିପାରିବା। ଅନ୍ତତଃ ପକ୍ଷେ ଇଏ ଗୋଟେ ଏମିତିଆ ପ୍ରକ୍ରିୟା ଯିଏକି ପ୍ରତି ମୁହୂର୍ତ୍ତରେ ଆମକୁ ଗୋଟେ ନୂଆ ଜୀବନ ନୂଆ କର୍ମ ନୂଆ ମାନେ ସବୁ ପରିବେଶ ବା ପାରିପାର୍ଶ୍ୱିକ ପରିସ୍ଥିତି ଯୋଗେଇ ଦଉଛି ଯାହା ଫଳରେ ପରମଙ୍କର ଯେଉଁ କ୍ରିୟାଟା ଯୋଉ ସ୍ପିରିଟ ମ୍ୟାଟର ଭିତରେ ରିଭେଲ କରିବ ସେ କଥାଟାକୁ ଅନ୍ତତଃ ପକ୍ଷେ ଆମେ ସାହାଯ୍ୟ କରିବା ପାଇଁ ବା ତା ଭିତରେ ଗୋଟେ ଗୁଣ୍ଡିଚି ମୂଷାର ପ୍ରୟାସ କରିବା ପାଇଁ ଆମେ ଅହରହ ଚାଲିଛେ। ବହୁତ ସୁନ୍ଦର କବିତା। ମୁଁ ଟିକେ ଆକୁ ଆହୁରି ଭଲ ଭାବରେ ବୁଝିପାରିଥାନ୍ତି ବୁଝିପାରୁଛି କିନ୍ତୁ ବୁଝେଇବା ବେଳକୁ ଟିକେ ହୁଏତ ମୋର କୌଣସି ଜାଗାରେ ଟିକେ ଇଏ ରହୁଛି। ଭାବୁଛି ଭାଇ ଆକୁ ଆଉ ଟିକେ ସୁନ୍ଦର ଭାବେ କହିବେ। ମୁଁ ଏଇଠି ରଖୁଛି ମାଙ୍କ ପାଖରେ ନିବେଦନ କରୁଛି ଆଉ ସମସ୍ତଙ୍କୁ ପୁଣି ନମସ୍କାର କରି ରଖୁଛି। ଭାଇ ଆକୁ ଆଉ ଟିକେ ଆଲୋଚନା କରିବି। ଧନ୍ୟବାଦ। ଧନ୍ୟବାଦ ଭାଇ। ବର୍ତ୍ତମାନ ଶ୍ରୀପତି ଭାଇଙ୍କ ଅନୁରୋଧ ସନ୍ନ୍ୟାସୀର ନିର୍ଦ୍ଦେଶ ପ୍ରଦାନ ପାଇଁ।
କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଶ୍ରୀମା ଶ୍ରୀ ଅରବିନ୍ଦଙ୍କୁ ଭଲ ପାଉଥିବା ମୋର ଆତ୍ମାର ସାଥୀ ମାନଙ୍କୁ ମୋର ଶୁଭେଚ୍ଛା, ନମସ୍କାର, ଭାଇଙ୍କୁ ପ୍ରଣାମ। ଏଇ ଶ୍ରୀ ଅରବିନ୍ଦଙ୍କର ଆଜିର ଯୋଉ ଛୋଟ କବିତାଟି ଯାହାକୁ ଭାଇ ଆମର ଆଲୋଚନା କଲେ ରାୟ କିଶୋର ଭାଇ ଖୁବ ସୁନ୍ଦର ଭାବରେ ତାର ଅନ୍ତର୍ନିହିତ ତତ୍ତ୍ୱକୁ ମଧ୍ୟ ଉଦ୍ଘାଟନ କଲେ। এই কবিতাটি ନୂତନ ଛନ୍ଦରେ ରଚିତ କବିତା। ଆମେ ଯେମିତି ଆଗରୁ ସନେଟ ଚତୁଷ୍ପଦୀ ସନେଟ ଡିସ୍କସନ କରୁଥିଲେ, ଇଏ ତାଠୁ ନିଆରା। ଏଠୁ ନ୍ୟୁ ମିଟରରେ ଲେଖା ହେଇଛି, ଏଥିରେ 12ଟି ଧାଡି ଅଛି। ଆଉ ଏ ନ୍ୟୁ ମିଟର ନୂତନ ଛନ୍ଦର ବିଶେଷତ୍ୱ ହଉଛି ଯାହା ପାଖରେ ବହି ଅଛି ଦେଖିଲେ ଜାଣିପାରିବ। ଯେମିତି ଭାଇ କହିଲେ, এই ଶବ୍ଦର ଷ୍ଟ୍ରେସ୍ ଦବା ଉପରେ ଏଥିରେ ଆୟୋନିକ୍ସ ଆସେ, ମାଇନର ଆସେ, ସବୁ ମୁଁ ସେଟା ଡିଟେଲ କହୁନି, କେବଳ ଗୋଟେ ଛୋଟ ଉଦାହରଣ ଦଉଛି କାରଣ ଯୋଉମାନେ କବିତା ପ୍ରିୟ ସେମାନେ ଏଟା ଜାଣିବା ଉଚିତ। ଫାର୍ଷ୍ଟ ଲାଇନ ଯୋଉଟା, when the heart is tired and the throat still recalling, ତା ସହିତ ଆପଣ ଥାର୍ଡ ଲାଇନ କୁ ମିଶେଇଲେ when the bow falls and the drawn string is broken। ୟୁଜୁଆଲ ମିଟରରେ ଥିଲେ ଲେଖା ହେଇଯାନ୍ତା is broken the drawn string, the bow falls and is broken the drawn string। ଉପରେ ଯେମିତି ଷ୍ଟିଲ୍ ରେକର୍ଡିଂ ଅଛି ସେଇ ଫର୍ମାଟରେ, କିନ୍ତୁ ଏଠି ବିଶେଷତ୍ୱ ଦିଆହେଇଛି ବ୍ରୋକନ ଉପରେ। ତେଣୁ ଅନୟୁଜୁଆଲ, ଯାହା ଯୋଉ ଛନ୍ଦଟା ଆମେ ଜାଣିଥିଲେ ଏଇ ଛନ୍ଦଟା ନୂତନ ଛନ୍ଦ ସମ୍ପୂର୍ଣ୍ଣ ଭାବରେ। ସେମିତି ସେକେଣ୍ଡ ଲାଇନ କୁ ଆମେ ଯଦି ଦେଖିବା, things that were once and again can be never। ଫୋର୍ଥ ଲାଇନ ରହୁଛି hands that were clasped yet are parted forever, can be never are parted forever। ଯାହାକୁ ଆମେ ଛନ୍ଦପାତ ଗତି ମାନେ ଯେମିତି ଆମର ଅଛି ସବୁ କବିତା, ଗୀତି କବିତା, ସେ ଧାରାର ନୁହେଁ। ପାର୍ଟେଡ୍ ଉପରେ ଷ୍ଟ୍ରେସ୍ ଦିଆଯାଇଛି। ଏନିୱେ ମୁଁ ତା ଭିତରକୁ ଯାଉନି, କିନ୍ତୁ ଏଇ ଯୋଉ କବିତାଟି ପ୍ରଭୁ ଲେଖିଛନ୍ତି, এই କବିତାଟି ସେଣ୍ଟ୍ରାଲ ଥିମ୍ ହଉଛି ରିକନେକ୍ଟିଂ ଦି କର୍ଡସ୍ ଅଫ ଫେଟ୍ ଅର୍ ଟାଇମ୍। এই ଯୋଉ ନବୀକରଣ ବା ରିନ୍ୟୁଆଲ କବିତାର ଥିମ୍ ହଉଛି ଇଟ୍ ଇଜ ଆବାଉଟ ରିକନେକ୍ଟିଂ ଦି କର୍ଡସ୍ ଅଫ ଫେଟ୍ ଅର୍ ଟାଇମ୍। ମହାକାଳ ବା ନିୟତିର ରେଖାକୁ କେମିତି ପୁଣି ଥରେ ନବୀକରଣ କରାଯାଉଛି। କଣ ନିୟତି ଚାହେଁ ଆମ ଏଇଟା ବିଶେଷ କରି କେବଳ ଯେ ମଣିଷ ଜୀବନ ନୁହେଁ, ବିଶ୍ୱ ପ୍ରକୃତିର କସ୍ମିକ ପ୍ରୋସେସର ମଧ୍ୟ ସେଗୁଡିକ କେମିତି ନବୀକରଣ ହଉଛନ୍ତି ସେଇ ବିଷୟରେ ତାରି ଉପରେ ଏଇ କବିତାର ଥିମ୍ଟି ବେଷ୍ଟ କରୁଛି। କଣ ତାର ମୋଷ୍ଟଲି ତାର କନସେପ୍ଟ ହଉଛି ଟାଇମ ଇଜ ନଟ୍ ଲିନିୟର। ଏଇ ଯୋଉ ମହାକାଳ କଥା କହୁଛନ୍ତି ତା ସମୟ, ସେ ସମୟଟା ଲିନିୟର ନୁହେଁ, ଗୋଟେ ସରଳ ରୈଖିକ ନୁହେଁ। It is circular. It is circular means it repeats again। ସେ ପୁଣି ଫେରିଆସେ, ଆଉ ଥରେ ନୂତନ ଭାବରେ ପୁନରୁପାୟନ ନିଆସେ। କାଳ ସବୁ କ୍ଷେତ୍ରରେ ଯେତେ ଆମେ ଦେଖୁଛେ ବୈଶ୍ୱିକ ପ୍ରୋସେସ, ଯେତେ ଦେଖୁଛେ କସ୍ମିକ ପ୍ରୋସେସେସ୍, ହ୍ୟୁମାନ ବିଙ୍ଗ କେସରେ ମଣିଷ କ୍ଷେତ୍ରରେ ତାର ଜୀବନ ଏବଂ ତା ଭିତରେ ଥିବା ଯୋଉ କେନ୍ଦ୍ରୀୟ ଚେତନା ବା ଏନମୋଷ୍ଟ ବିଙ୍ଗ, ଯାହାକୁ ଆମେ ସାଇକିକ ବୋଲି କହୁଛେ, ସାଇକିକ ବିଙ୍ଗ ଯିଏକି ଇଭଲ୍ୟୁସନରେ ଭାଗ ନିଏ, ସେ ପ୍ରୋସେସଟା ସର୍କୁଲାର, ନଟ୍ ଏ ଲିନିୟର। ଏ ବ୍ୟକ୍ତି କ୍ଷେତ୍ରରେ ସେମିତି ବିଶ୍ୱର ବି ବିଶ୍ୱାତ୍ମା, ତାର ମଧ୍ୟ ଗୋଟେ ଆମର ଯେମିତି ତାର ଗୋଟେ ଇନର ବିଙ୍ଗ ଅଛି, ଇନମୋଷ୍ଟ ବିଙ୍ଗ ଅଛି, ଯିଏକି ମଧ୍ୟ ସେଇ ବର୍ତ୍ତମାନର ପ୍ରକ୍ରିୟାରେ ଭାଗ ନିଏ, ସେଇ ବିଶ୍ୱ ଚିହ୍ନତାକୁ ଯିବାକୁ। ଏବଂ ପରମ ଲକ୍ଷ୍ୟ ହଉଛି ଯୋଉଠୁ ସେ ଆସିଛି
ପୁଣି ସେଇ ଦିବ୍ୟତା ଭିତରକୁ ଫେରିଯିବ ଏବଂ ତାର ପରଫେକ୍ସନ ଭିତରକୁ ଫେରିଯିବ। ସେଥିପାଇଁ ଏଥିରେ କିଛି ଫିଲୋସଫିକାଲ କନସେପ୍ଟ ଅଛି, କିଛି ମେଟାଫିଜିକାଲ ବି ଅଛି, ଆଉ କେତେ ସ୍ପିରିଚୁଆଲ ମିଷ୍ଟିସିଜମ ଅଛି। ଏନିୱେ ଆମେ ଏକୁ ତ ଉଦ୍ଘାଟନ କରିବା କଷ୍ଟ, ଭାଇ ତ ସବୁ ବୁଝେଇଦେଲେ, ମୁଁ ଖାଲି ଗୋଟେ ଗୋଟେ ଲାଇନ ସେଥିରେ ଯୋଡିଦେବି, ଆଉ ଅଧିକ ନୁହେଁ। ସେ ଯୋଉ ପ୍ରଥମ ଷ୍ଟାଞ୍ଜାଟି 4ଟି ଲାଇନ ଅଛି, এইটাକୁ ମେଟାଫୋରିକାଲ ଏଇଥିପାଇଁ ଯେ ଏକୁ ଗୋଟେ କୁହାହଉଛି ମଣିଷ ଜୀବନର କଥା, ଏବଂ ସେ ଜୀବନର କଥାରେ ଗୋଟେ ଦିଆହେଇଛି ଉପମା, ଗୋଟେ ଇମେଜ ଦିଆହେଇଛି, ମେଟାଫୋରିକାଲ ଇମେଜ। ଆଉ ସେ ଇମେଜଟା ହଉଛି ଗୋଟେ ସରଳ ଭାବରେ ବୁଝିବାକୁ ଗଲେ ଗୋଟେ ଧନୁ, ତା ଦେହରେ ଗୋଟେ ଲାଗିଛି, ଯେମିତି ଧନୁ ଆମେ ଦେଖିଛେ ତାକୁ ଜଣେ ଧରିଥାଏ, ଯିଏ ଶିକାରୀ ତାକୁ ଧରିଥାଏ ବା କେହି ଜଣେ ଧରିଥାଏ, ତା ଦେହରେ ଗୋଟେ ଷ୍ଟ୍ରିଙ୍ଗ ଥାଏ ଆଉ ଗୁଣ ତାକୁ ଯାହା କୁହନ୍ତି। ସେ ଷ୍ଟ୍ରିଙ୍ଗ କୁ ଟାଣିକି ଆମେ ସରଟା ଲଗେଇକି ଛାଡିଦେଲେ ସେ ପଳାଏ। ଏଇଠି ପ୍ରଭୁ କହୁଛନ୍ତି ଆମ ଜୀବନଟା ପ୍ରକୃତରେ କଣ? ଆମ ଜୀବନଟା ହଉଛି, ଆମ ଜୀବନ ଭିତରେ ଯାହା ଅଛି ଗୋଟେ ଆତ୍ମା, ଯେ ସୁପରଭାଇଜିଂ ସୋଲ ଗୋଟେ ଜୀବାତ୍ମା ଅଛି, ଏବଂ ତା ଭିତରେ ଯୋଉ ସୋଲଟି ଇଭଲ୍ୟୁସନରେ ନଉଛି ମୋଷ୍ଟ ବିଙ୍ଗ ଭାବରେ, ସେ ଯୋଉ ଚୈତ୍ୟ, ସେ ଅନ୍ୟାନ୍ୟ ସତ୍ତା ଗୁଡିକ ଅଛନ୍ତି, ସେଥିରେ ହୃଦୟ ଅଛି, ସେଥିରେ ମନ ଅଛି, ପ୍ରାଣ ଅଛି, ତାର ଶରୀର ଅଛି। ପ୍ରଭୁ କହୁଛନ୍ତି ଯେତେବେଳେ ତାର ହୃଦୟଟା ପୁରା ନିସ୍ତବ୍ଧ ହେଇଯାଏ, ଅବସ୍ଥ ହେଇଯାଏ, ଶାନ୍ତ ହେଇଯାଏ, ଏବଂ ତା ଭିତରେ ଯୋଉ ରୋଗ, ତାର ହାର୍ଟର ଯୋଉ ସ୍ପନ୍ଦନ ସ୍ଥିର ହେଇଯାଇଛି, ସେଇଟା ଆମେ ଜାଣିଛୁ, ସେଇଟାକୁ ହିଁ ଆମେ କ୍ଲିନିକାଲି ଡେଥ୍ ବୋଲି କହୁ। ରିକଲିଂ ଥିଙ୍ଗସ୍ ଦ୍ୟାଟ୍ ୱେର୍ ୱାନ୍ସ, ଯୋଉ ଜିନିଷ ଗୁଡିକ ଥିଲା ସବୁ ବଞ୍ଚିଥିଲା ବେଳେ ମଣିଷ, ତା ପାଖରେ ଯାହା ଯାହା ସବୁ ଥିଲା, ତାକୁ ଯଦି ସେ ଅରଣକୁ ଆଣେ, ତାକୁ ଆଉ ପାଇବନି। ତାର ଆତ୍ମା ସେ ଶରୀରକୁ ଛାଡିଦେଲା ପରେ ତାର ଆଉ ଯୋଉ ଅଂଶ ତକ ରହିଲା ତା ପାଖରେ, ସେଥିରୁ ପ୍ରଥମତଃ ବଡିଟା ତ ପଞ୍ଚଭୂତରେ ମିଶିଯାଏ, ଆଉ ସବୁ ନିଜ ନିଜ ଜାଗାକୁ ଫେରିଯାଆନ୍ତି। କିନ୍ତୁ ବଞ୍ଚିଥିଲା ବେଳେ ସେଇ ଜୀବନ ଯୋଉ ଆରମ୍ଭ ହୁଏ, ବାର୍ଥରୁ ପୁଣି ଡେଥ୍ ପର୍ଯ୍ୟନ୍ତ, ପୁଣି ଆଉ ଥରେ ଗୋଟେ ବାର୍ଥ ହୁଏ। ବାର୍ଥରୁ ଡେଥ୍ ଭିତରେ ଯାହା ଯାହା କିଛି ଦିନେ ଥିଲା ତା ପାଖରେ, ତାକୁ ଆଉ ସେ ପାଇବନି। କିନ୍ତୁ ପ୍ରଭୁ ତା ଭିତରେ ଗୋଟେ ଅନ୍ତର୍ନିହିତ ତତ୍ଵ ରଖିଛନ୍ତି, ଏଠି ପାଇବନି। ଫରେଷ୍ଟ ଷ୍ଟାଞ୍ଜାରେ କ୍ୱେଶ୍ଚନ କରିଛନ୍ତି, ପାଇବନି ତ ନିଶ୍ଚୟ ଆମେ ଜାଣିଛୁ, କିନ୍ତୁ କଣ ପାଇବ, କଣ ତା ସହିତ ଯୋଉ ଭାଇ କହିଲେ କ୍ୟାରି ଫରୱାର୍ଡ ହେଇକିରି ଯିବ। କିନ୍ତୁ ଏଠି କାହିଁକି ଏଇ ସ୍ଥିତିରେ ସେ ତୁଳନା କରୁଛନ୍ତି, ଜଣେ ଧରିଛି ଧନୁଟି, ଯେମିତି ଆମେ ବଞ୍ଚିଥିଲା ବେଳେ ପରସ୍ପର ସମ୍ବନ୍ଧିତ ହେଇକି ରହିଥାଉ, ସମ୍ପର୍କକୁ ମୁଠେଇକିରି ଧରିଥାଉ, ବସ୍ତୁ ହଉ ବା ବ୍ୟକ୍ତି ହଉ, ଏଠି ସେମିତି ଜଣେ ଧନୁକୁ ଧରିଛି, ତା ଭିତରେ ଷ୍ଟ୍ରିଙ୍ଗ ଲାଗିଛି, କିନ୍ତୁ ସେ ଗୁଣ ଦେଇଛି, ଟାଣି ଧରିଛି, କିନ୍ତୁ ସେଇ ଟାଣି ଧରିବା ଭିତରେ ତାର ଜୀବନ ଯେମିତି କିଛି ଦିନ ପର୍ଯ୍ୟନ୍ତ ଜୀବନର ସେଇ ସୂତ୍ରଟିକୁ ସେ ଧରିଥାଏ, ଏମିତି ହଠାତ୍ ଭାଙ୍ଗିଯାଏ, ଯେମିତି ଛିଡିଯାଏ, ଯେମିତି ଛିଡି ଯାଇଛି। ତାମାନେ ଆକୁ ପ୍ରଭୁ କହୁଛନ୍ତି ସେ ମୃତ୍ୟୁ ଯେତେବେଳେ ଆସିଯାଇଛି, ଜୀବନ କଣ୍ଟିନ୍ୟୁ କରୁଛି, କିନ୍ତୁ ମୃତ୍ୟୁ ଆସିଯାଇଛି। ଆମେ କେବେ ଡେଡ୍ ଲାଇଫ୍ କହୁନା, ଡେଡ୍ ବଡି କହୁ। ତାପରେ ସତେ ଯେମିତି ଧନୁଟା ପଡିଯାଇଛି, ତା ହାତରୁ ଖସି ଯାଇଛି, ଆଉ ସେ ଖସିଛି ମାନେ ସବୁଦିନ ପାଇଁ ଚାଲିଯାଇଛି। ତେଣୁ ମଣିଷ ବଞ୍ଚିଥିଲା ବେଳେ ଯେତେ ସବୁ ତାର ଧନ ସମ୍ପତ୍ତି, ତାର ଯୋଉ ସମ୍ପର୍କୀୟ, ତାର ଯେତେ କିଛି ସେ ଅର୍ଜନ କରିଛି, ସବଜେକ୍ଟିଭଲି
ଏଇ ପ୍ରାତିଭାସିକ ଜଗତରୁ ଯାହା ସହିତ ସମ୍ପର୍କିତ ଥରେ ସେ ପଳେଇଗଲେ ଆଉ ଫେରିବ yet forever are perfect ସବୁଦିନ ପାଇଁ ତା ପାଖରୁ ସେ ଚାଲିଯାଏ କିନ୍ତୁ ଜୀବନ କଣ୍ଟିନ୍ୟୁ କରେ ଜୀବନଟା କଣ୍ଟିନ୍ୟୁଅସ୍ ଫ୍ଲୋ ଅଫ୍ କନସିୟସନେସ୍ ସେଠି ଚେତନାଟା ଆଗକୁ ଆଗକୁ ଯାଏ ଇଭଲ୍ୟୁସନ ପ୍ରୋସେସ କୋଉଠି ଷ୍ଟପ୍ ହୁଏନି କିନ୍ତୁ ଯୋଉ ପୋର୍ସନଟି ଚାଲିଯାଏ କେମିତି ଚାଲିଯାଏ ସେଇଟାକୁ ହିଁ ପ୍ରଭୁ ଗୋଟେ ଇମେଜ ଦେଇଛନ୍ତି ଦିସ୍ ଇଜ କଲ୍ଡ ମେଟାଫୋରିକାଲ ଇମେଜ ଏଠି କିଛି ସେ ତାଙ୍କର କାବ୍ୟିକ ଚାତୁର୍ଯ୍ୟ ଦେଖେଇଛନ୍ତି ଗୋଟେ କବି ଭାବରେ ଯେମିତି କରାଯାଇପାରେ ଏକ ନୂତନ ଛନ୍ଦରେ ତାକୁ ପ୍ରକାଶ କରିଛନ୍ତି ଭାଇ କହିଲା ଭଳି କେତେ ଗୋଟେ ଶବ୍ଦକୁ ଉପରେ ଆମେ ଷ୍ଟ୍ରେସ୍ ଦେବାର ଅଛି ତାକୁ ସେମିତି ଲେଖିବାକୁ ଅଛି ମଧ୍ୟ ସେଟା ଆୟୋନିକ୍ସ ଗୁଡାକ ମାଇନର୍ସ ଗୁଡାକ କେମିତି ଅଛି ବା ତାର ଆଣ୍ଟିଭାଇରସ୍ ଗୁଡାକ କେମିତି କାହା ସହିତ ମିଶିଛି ତାକୁ ତାର ଗୋଟେ ସାଙ୍କେତିକତା ଅଛି ଯେ ଆମେ ଗଭୀରତାକୁ ଯିବା ତାକୁ ବୁଝିବା ତାର ଏଠି କେବଳ ତାର ଅର୍ଥ ଯାହା ଭାଇ କହିଲେ ତାକୁ ଆଡ୍ କଲେ when the soul passes to a new birth and body ପ୍ରକୃତରେ ଏଠି ସେ କହୁଛନ୍ତି ସୋଲ କଣ କରେ ଆମେ ବି ଜାଣି ସମସ୍ତେ ଜାଣିଛୁ ଆତ୍ମା ତାର ତାର ଜଗତକୁ ପଳାଏ ଚୈତ୍ର ତାର ଚୈତ୍ର ଜଗତକୁ ପଳାଏ ସେ ପୁଣି ଅପେକ୍ଷା କରି ଆଉ ଗୋଟେ ନୂତନ ଜନ୍ମ ନବ ନୂତନ ଗୋଟେ ଆଧାର ନବ କାରଣ ଏଇଟା ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ ରିନ୍ୟୁ ହେଇକି ଯାଉଥିବ କୋଉ ପର୍ଯ୍ୟନ୍ତ ଯୋଉ ପର୍ଯ୍ୟନ୍ତ ସେ ଓରିଜିନାଲ ଫ୍ରେମର ଷ୍ଟେଜକୁ ଯାଇନି ଓରିଜିନାଲ ଫ୍ରେମ କହିଲେ ଯୋଉଟା ଆମେ ଜାଣିଛେ ସେଟାକୁ ମୁଁ ପୁଣି ଯାଉନି ସମୟ ଲାଗିବ ଯେ ଯେତେବେଳେ କ୍ରିଏସନ ଆରମ୍ଭ ହୁଏ ସେ ଡ୍ୟାନ୍ସ ଅଫ୍ ଦି ଡିଭାଇନ ଶକ୍ତି ଯିବା ଯାହାଙ୍କ ପାଖରୁ ଫ୍ଲେମ୍ ଅଫ୍ ଫାୟାର ଇମର୍ଜେସ୍ ଆଉ ଓରିଜିନାଲ ସ୍ପିରିଚୁଆଲ ସନ୍ ସେ ସେଇ ଜାଗାକୁ ପୁଣି ଥରେ ଫେରିବ ଏଇଟା ଟିକେ ତାତ୍ତ୍ୱିକ କଥା ତାକୁ ଆମେ ଅବସର ନାହିଁ ତାକୁ ଏତେ ଡିଟେଲ ଡିସ୍କସନ କରିବାକୁ ଏବେ ସେ ଗୋଟେ ନୂତନ ଜନ୍ମ ନବ କାରଣ ତାର ଆତ୍ମା ଆହୁରି ଅଭିଜ୍ଞତା ନବ ଗୋଟେ ନୂତନ ଆଧାର ଭିତରକୁ ଆସିକି ଅଭିଜ୍ଞତା ନେଇ ଚାଲିଥିବ ସେ ଏ ଅବଶ୍ୟ କୋଉ ଅବସ୍ଥାରେ ଅଛି ତାର ସେଇ ଯୋଉ ଆମେ ଦେଖିଲେ ତାର ଯେ ସୋଲ୍ ଇନ୍ ଇଭଲ୍ୟୁସନ କେତେ କେତେ ଅଭିଜ୍ଞତା ସେ ନେଇଛି ସବୁ ମନ ପ୍ରାଣ ଶରୀରରୁ ବା ସେଇ ଆଧାର ଭିତରୁ ସେଇଟା କେବଳ ସିଏ ଜାଣେ ସେ କେତେଟା ଜନ୍ମ ଯାଇଛି କୋଉ ଜନ୍ମରେ ପ୍ରେଜେଣ୍ଟଲି ଅଛି ପୁଣି ଯିବ ଏ କଥା ସେ ହିଁ କେବଳ ଆତ୍ମା ଜାଣେ କିନ୍ତୁ ଯେତେବେଳେ ଗୋଟେ ନୂତନ ପରିବେଶରେ ସେ ଜନ୍ମ ନବ ନୂଆ ଜାଗାରେ ଜନ୍ମ ନବ ତାକୁ ସେ ପ୍ଲାଣ୍ଟ ନେଭର ସିନ୍ ଆଣ୍ଡ ମିଟିଂ ୱିଥ୍ ଦି ନ୍ୟୁ ଫେସେସ୍ ବିଗତ ଜୀବନରେ ସେ ଯାହା ସହିତ ସବୁ ମିଶିଥିଲା ଯୋଉ ଫେସ୍ ଗୁଡାକ ଦେଖିଥିଲା ସିଏ ଆଉ ତାକୁ ଦେଖିପାରିବନି ଏବେ ନୂଆ ନୂଆ ସବୁ ସେ ମୁଖ ଦେଖିବ ବା ନୂଆ ନୂଆ ସମ୍ପର୍କ ତାର ଆସିବ ଏବଂ ଯୋଉ ଯୋଉ ପରିବେଶ ଯୋଉ ଜାଗା ଯୋଉଠି ଜନ୍ମ ହେଇଥିଲା ମନେକ ଭୁବନେଶ୍ୱରରେ ଜନ୍ମ ହେଇଥିଲା ଆଉ ତ ଲସ୍ ଆଞ୍ଜେଲସରେ ସେ ଜନ୍ମ ହେଇପାରେ ଏଇ କଥା ହିଁ ପ୍ରଭୁ କହୁଛନ୍ତି ଏଇଟା ସ୍ୱାଭାବିକ ଏଇଟା ହିଁ ଘଟେ ଜୀବନରେ ଇଜ୍ ବୋ ରେଜ୍ and fallen arrow fitted is a beautiful question ପ୍ରଭୁ ପଚାରିଛନ୍ତି ଏଇ ଯୋଉ କ୍ୱେଶ୍ଚନ ଟି ପଚାରିଛନ୍ତି ସେ ଟୋଟାଲ କ୍ୱେଶ୍ଚନ ଟା ମୁଁ କହୁଛି ଇଜ୍ ଦି ବୋ ରେଜ୍ and fallen arrow fitted a fallen arrow fitted asked that were when re-wedded to the fat earth ଏଇଠି ସେ କହୁଛନ୍ତି ଯେମିତି ଆମେ ଏ ଯୋଉ ଧନୁଟି ତାକୁ କଣ ଉଠେଇକିରି ଯୋଉ ଲଗେଇଥିଲେ ଆମେ ତୀରଟା ଲଗେଇଥିଲେ ସେଥିରେ ଫିଟ୍ କରିଥିଲେ ସେଇଟାକୁ ନିରବଚ୍ଛିନ୍ନ ଭାବରେ ଆଗେଇ ନେବାକୁ ବା ତାକୁ ଅଗ୍ରସର କରିବାକୁ ସେଟା କଣ କରିହବ ଆଉ ବା ଯୋଉ ଯୋଉ କାର୍ଯ୍ୟ ଗୁଡିକ ଦିନେ ବୃଥା ହେଇଯାଇଥିଲା ଯୋଉ କାର୍ଯ୍ୟ ଗୁଡିକ ସବୁ ଫେଲିଓର ହେଇଯାଇଥିଲା ଏରା ସବୁ ଥିଲା ସେଗୁଡିକ କଣ ପୁଣି ଆଉ ଥରେ ସଂଯୁକ୍ତ କରାଇ ହେବ ଭାଗ୍ୟରେଖାରେ ସେମାନେ କଣ ଇଭଲ୍ୟୁସନ ରେ ସାହାଯ୍ୟ କରିପାରିବେ ଏଇଠି ଦିଟା କଥା ରହିଛି ଆମେ ଯୋଉ ଯୋଉ କାର୍ଯ୍ୟ ଏଇ ଜୀବନ ଭିତରେ କରୁଛେ ସେଥିରୁ ସବୁଗୁଡିକ ଫେଲିଓର ନୁହେଁ ସବୁଗୁଡିକ ଏରର ନୁହେଁ ଯୋଉଗୁଡିକ ଫେଲିଓର ଏରର ସେଗୁଡିକ ବୃଥା
କିନ୍ତୁ ଯୋଉଗୁଡିକ ଆତ୍ମା ନେଇଛି ଆବଶ୍ୟକୀୟ ଅନୁଭୂତି ନେଇଛି ମନ ତାର ବିକଶିତ ସ୍ଥିତିରେ ଯେତିକି ପରିଶୁଦ୍ଧତାକୁ ଆପଣେଇଛି ବା ସଂଗଠିତ ହେଇଥିବା ଚୈତ୍ୟ ମୋଷ୍ଟ ବିଙ୍ଗ ପାଖରେ ଯୋଉମାନେ ତାର ସଂସ୍ପର୍ଶରେ ଆସି ନିଜକୁ ଶୁଦ୍ଧତା ଭିତରକୁ ଆଣିଛନ୍ତି ମନ ହଉ ପ୍ରାଣ ହଉ ବା ଫିଜିକାଲ ହଉ ବା ବଡି ହଉ ସେଇଗୁଡିକ ପ୍ରକୃତରେ ସଂଯୁକ୍ତ ହୁଏ ଭାଗ୍ୟରେଖା ସହିତ। କାରଣ ଭାଗ୍ୟରେଖା ତ ଗୋଟେ ଲିନିୟର ପାଥରେ ଯାଉନି, ସର୍କୁଲାର ପାଥରେ ଯାଉଛି। ରେଖାର ଅବିଚ୍ଛିନ୍ନତା ନାହିଁ, ଏଇ ରେଖାର ବିଚ୍ଛିନ୍ନତା ନାହିଁ, ସେ ଅବିଚ୍ଛିନ୍ନ। ଯେମିତି ଜୀବନ ଅବିଚ୍ଛିନ୍ନ, ଚେତନା ଅବିଚ୍ଛିନ୍ନ ଭାବରେ ଚାଲିଛି ଆଗେ। ରିଭଲ୍ୟୁସନ ମଧ୍ୟ ସେମିତି ଆଗକୁ ଆଗକୁ ଯାଉଛି। ସେଥିରୁ ଯେତିକି ଦରକାର ସେତିକି ନିହାତି ଭାଗ୍ୟରେଖା ସହିତ ସଂଯୁକ୍ତ ହୁଏ। ଆଉ ଯୋଉଗୁଡିକ ବୃଥା, ଯୋଉଗୁଡିକ ଫୁଲ ଅଫ୍ ଏରର ଆଣ୍ଡ ଫେଲ୍ୟୁଅର, ରିଭଲ୍ୟୁସନ ର ସାହାଯ୍ୟ କରେ ନାହିଁ, ସେଇଟାକୁ ସେ ଆଉ ଥରେ ଅନ୍ୟ ଜୀବନରେ ରିପିଟ କରେ। ତାପରେ ଲାଷ୍ଟ ଲାଇନ ଟା ପୁରା ମିଷ୍ଟିକାଲ। ଏଥିରେ ତ ସେକେଣ୍ଡ ଷ୍ଟାଞ୍ଜାରେ କିଛି କିଛି ଅଛି ଯୋଉଟା ଜୀବନ ଧର୍ମୀ, ଆଉ କିଛି କିଛି ସେଥିରେ ତତ୍ତ୍ୱ ରହିଛି, ଏଥିରେ ମେଟାଫିଜିକାଲ ତତ୍ତ୍ୱ ରହିଛି। ଏବଂ ଲାଷ୍ଟ ଲାଇନରେ ସେ କହୁଛନ୍ତି ଟୁ ଦି ଲିଭ୍ ସଣ୍ଡର୍ଡ ଟୁ ଦି ଲାଇଫ୍ ସଣ୍ଡର୍ଡ can time bring rejoining love that was slain be reborn with the body in the mind null from the heart's thoughts rejected lost to the sense but the spirit remember. It is a beautiful life. यारी ऊपर ही आम जदि खाली कंसंट्रेट करिया ताले बहुत किछ कथा हमें जानि हबो जोटा कि भाई कि सुंदर भाव रे ताकू कहले। एइसे कोन हुए जो जीवनटा आमर भाग्य रेखाटी बा समय रेखाटी आम लिखले से रेखाटी हूँ गोटे कर्विलिनियर सर्कुलर। से कहते जो जिते जिते जीवन सब आम नहींचे भिन्न भिन्न जीवन नहींचे से जीवन गुड़ी कौन एकाठी करे समय जीवन को एकाठी कर जीवन ब्रेक ना जीवन केवल गोटे मझे जमी आम तीर्थ यात्रा कला बेले गोटे जगार रहू रात्रि जापन करू पुणी सकाल चली था किंतु आमर जीवार जो प्रयास से कंटिन्यूअस थाए सेमती जीवन भिन्न एक जीवन निये सत किंतु से महाकाल बक्षर तार से जो भाग्य रेखाटी नहीं जाए तारी पर प्रश्न करती लव दैट वाज बॉडी आ गोटे आधार से निये पुणी थे पुनर्जन्म पाए किंतु ये जो लव टा जो प्रेमटा प्लेन है जो प्रेम को पूरा संपूर्ण भाव हत्या कर दिया माने से प्रेमटा निश्चिन्न हो जाए से प्रेमटा साक्ष्य जाए किंतु से प्रेमर से जन्म भितर जोगुड़िक प्यूरिफाइड जोगुड़िक डिवाइन ओरिएंटेड होती गॉड सेंट्रिक होती से अनुभूति को स्टोर कर रखे स्पिरिट आत्मा ताक रख किंतु जोगुड़िक नुहे विकृत डिस्टॉर्टेड सेगुड़िक आउ थे जन्म नियंती कारण ये जन्म भितर सी को आरंभ करे जो स्थिति थाए हाउ से पुणी रिटर्न तार हुए कारण सर्कुलर पाथरे गोटे जिनस गला बेले सी पछक फेरे आगे आगे जाऊे जदि रिन्यू हुए गोटे राउंड करे किंतु से फेरे सेमती मनटा नल हो जाए मैंने नो मोर मन भितर आउ किसी तार जो क्रिया गुड़िक सब शब्द हो जाए तार से कहते कौन मनटा हृदयटा जोटा ता भीतर जो जो कथा कहले सी आर तार फिलिंग्स न थाए तार कॉर्ड्स रिजेक्ट माने तार जो फिलिंग्स गुड़िक थिला से फिलिंग्स गुड़िक आउ न थाए किंतु ता भीतर जदि गोटे फिलिंग्स थाए आकुलता थाए ताहा डिवाइन को आड़क थाए कारण तार चरम लक्ष्य होते पूर्णता आड़क से जीवन से योग्यता आड़क जीव से नहीं जाए स्पिरिट ताकू नहीं जाए मन क्षेत्र में भी सेमती तार जो उच्चतर भर इंटुटिव स्टेज को जदि मनटा जाइए प्लेसेस नहीं मन जदि एकदम निम्न स्थिति
ସ୍ଫୂର୍ତ୍ତିରେ ଥିବ କିନ୍ତୁ ମନ ସକ୍ରିୟ ନଥାଏ ସେତେବେଳେ। ଅନ୍ୟ ଗୋଟେ ଜୀବନରେ କଣ ସେ ଥିଲା ତାର ଇଏ ମନଟା କହିପାରିବ, ଇଏ ହୃଦୟ ଭିତରେ ସେ ଷ୍ଟୋର ହେଇନଥାଏ। ଆଉ ସେନ୍ସ କଥା ତ ପ୍ରଶ୍ନ ଉଠୁନି, ପୁରା ସେ କୁଆଡେ ହଜିଯାଏ। ଇନ୍ଦ୍ରିୟ ବୋଧ ଗୁଡିକ ସବୁ ହଜିଯାଆନ୍ତି। ଆଉ ଗୋଟେ ଯୋଉ ଲାଇଫ ଆସେ, ଆଉ ଗୋଟେ ନୂତନ ଶରୀର ଆସେ, ସେଥିରେ ହଜିଯାଏ। କିନ୍ତୁ ଯୋଉ କଥାଟା ପ୍ରଭୁ ଶେଷରେ କହୁଛନ୍ତି ଯେ ଏଇ ଯୋଉ ଜୀବନ ଯେତେବେଳେ ନବୀକରଣ ହୁଏ ତାର ସବୁଠୁ ଇମ୍ପୋର୍ଟାଣ୍ଟ କଥା କହୁଛନ୍ତି, ଯୋଉ ଚୈତ୍ୟ ଆତ୍ମାଟି, ସେ ଆତ୍ମାଟି ତାର ସବୁ ମନେ ରଖିଥାଏ। ଆମେ କାହିଁକି ଗତ ଜନ୍ମକୁ ମନେ ରଖିପାରୁନା? କାରଣ ଆମେ ଯୋଉ ଏଇ ପ୍ରାତିଭାସିକ ଜୀବନଟି ପାଉ, ଏ ଜୀବନ ଭିତରେ ମନେ ରଖିବ ସେ ମନେ ଆମେ ଯେମିତି ପ୍ରଭୁ କହିଗଲେ ଗୋଟି ଗୋଟି, ସେଗୁଡା କିଛି ମନେ ନଥାଏ। ସେଇ ସବୁ ଯୋଉ ପ୍ରେମ ସେ ଜୀବନ ଭିତରେ ଥିଲା, ତା ଭିତରେ ଯୋଉ ହୃଦୟର ସ୍ପନ୍ଦନ ଥିଲା, ହୃଦୟର ଆକୁତି ଥିଲା ଯାହା, ତାର ଆସକ୍ତି ଥିଲା ଯାହା, ବା ଇନ୍ଦ୍ରିୟ ବୋଧ ସବୁ ଯାହା ଥିଲା ସିଏ ରହେ। ସିଏ ଯୋଉ ଲାଇଫଟା ନିଏ ସେଥିରେ କିଏ ମାଇଣ୍ଡ ଆସେ, ପୁଣି ସେଥିରେ ବି ଇନ୍ଦ୍ରିୟ ବୋଧ ଆସେ, ସେଥିରେ ବି ହୃଦୟ ଆସେ, ପ୍ରାଣ ସବୁ ସେଥିରେ ବି ପ୍ରେମ ଆସେ, କିନ୍ତୁ ସେ ସବୁ ନବୀକରଣ ହେଇଯାଏ। ସେ ଏକ ନୂତନ ପୁଣି ଯାତ୍ରା ଆରମ୍ଭ କରେ। କିନ୍ତୁ ସ୍ପିରିଟ ତା ପାଖରେ ରଖିଥାଏ। ଆତ୍ମା ଯେହେତୁ ଏଇଟା ଇଭଲ୍ୟୁସନରେ ଭାଗ ନିଏ, ସ୍ପେସିଆଲି ସୋଲ୍ ଇନ୍ ଇଭଲ୍ୟୁସନ ଯିଏ, ସେ ତାକୁ ସବୁ ମନେ ରଖିଥାଏ। କାରଣ ମନେ ଯଦି ସିଏ ତାକୁ ଭୁଲିଯିବ, ଯଦି ସେଇ ଅନୁଭୂତି ଗୁଡିକୁ ନେଇକି ପୁଣି ନ ଆସିବ, ତାହେଲେ ଜୀବନ ପୁଣି ଥରେ ଯେତେବେଳେ ତାର ନବୀକରଣ ହବ, ପୁଣି କଣ ଆରମ୍ଭ କରିବ ସେଇ ଗ୍ରାଉଣ୍ଡ ଷ୍ଟେଟରୁ, ସେ ପୁଣି ତାକୁ ଆଗକୁ ଖୋଜିବ। ତ ଏଇ କବିତାଟି ଯେମିତି ଜୀବନ ଧର୍ମୀ, ଯେମିତି ଦାର୍ଶନିକ ତତ୍ତ୍ୱ, ଆଧ୍ୟାତ୍ମିକ ତତ୍ତ୍ୱ ଏବଂ ଯୋଉ ୱେରେ, ମିଷ୍ଟିକାଲ ୱେରେ ପ୍ରଭୁ ଏଠି ରହସ୍ୟମୟ ତା ଭିତରେ ପ୍ରେଜେଣ୍ଟ କରିଛନ୍ତି, ଏଇଟାକୁ ଯୋଉ ଭାଇ ଯେମିତି କହିଲେ ମୁଁ ସେଥିରେ ଏକମତ। ଏଇଭଳି ପୋଏମ ଗୁଡିକୁ ଯୋଉଟାକି ସେ ସେଇ ଆରାଉଣ୍ଡ 1942 ରେ ଲେଖିଛନ୍ତି, ସେଠି ଏଇ କବିତା ଗୁଡିକୁ ଖାଲି ଉଚ୍ଚାରଣ କରିବା କଥା। ଯେହେତୁ ଏକ ନୂତନ ଛନ୍ଦ, ତେଣୁ ଅନେକ କଥା ଏଥିରେ ଅଛି। ସେଇଗୁଡିକ ସବୁ ଏମିତି ଗୋଟେ ଗୋଟେ ଜାଗାରେ ଲେଖୁଛନ୍ତି, ସ୍ପିରିଟ କୁ କହୁଛନ୍ତି, ଓ ସ୍ପିରିଟ ଇମୋର୍ଟାଲ ଆୱେ ଫ୍ରମ ଦି ଟର୍ନିଂ ହୁଇଲ ବ୍ରେକିଂ ଦି ମ୍ୟାଜିକାଲ ସର୍କଲ। ମାନେ ଟର୍ନିଂ ହୁଇଲ ମାନେ ଜୀବନର ଯୋଉ ଟର୍ନ କରୁଛି, ଯୋଉ କାଳ ବା ତାର ଭାଗ୍ୟ ଚକ୍ରଟି ଯୋଉ ଘୁରୁଛି, ତା ପାଖରୁ ତମେ ଫେରିଆ କୋଉଠିକି ଯିବ? ସେଇ ଯୋଉ ମ୍ୟାଜିକ ସର୍କଲ ଟାକୁ ବ୍ରେକ୍ କର। ତୁମେ ୟୁ ଆର ସିଙ୍ଗଲ, ୟୁ ଆର ଡେଥଲେସ୍, ତେଣୁ ତୁମକୁ ଉପରକୁ ଯିବାକୁ ପଡିବ ଓ ସ୍ପିରିଟ, କାରଣ ତୁମେ ଇମୋର୍ଟାଲ। ତେଣୁ ତୁମର ସେଇ ଇମୋର୍ଟାଲ ଷ୍ଟେଜ କୁ ସେଠି ବି ଅଛ, କିନ୍ତୁ ଆବୃତ ହେଇ ଅଛ, କିନ୍ତୁ ଇମୋର୍ଟାଲ ଷ୍ଟେଜ ଯାଅ। ଏଇଭଳି ସବୁ ସୁନ୍ଦର ସୁନ୍ଦର ଛୋଟ ଛୋଟ କବିତା ପ୍ରଭୁ ଲେଖିଛନ୍ତି। କିନ୍ତୁ ସେଥିରେ ପୁରୀ ପ୍ରେଗନାଣ୍ଟ ସ୍ପିରିଚୁଆଲ ବା ଆଧ୍ୟାତ୍ମିକ ତତ୍ତ୍ୱରେ ପୁରା ମାନେ ଭରପୁର ହେଇକି ରହିଛି। ଏବଂ ଆମକୁ ମଧ୍ୟ ତାକୁ ପଢିଲେ, ବାରମ୍ବାର ପଢିଲେ, ତାର ଯୋଉ ସ୍ପନ୍ଦନ ସହିତ ଆମେ ଯଦି ଟ୍ୟୁନ୍ ହବା, ଆମେ ଯଦି ଅନୁସ୍ପନ୍ଦିତ ହବା, ତାହେଲେ ହିଁ ତାର କବିତାଟିର ଅସଲ ମିଥଟିକୁ ଆମେ ନିଜ ଭିତରକୁ ନେଇପାରିବା। ଏବଂ ଏଇଠି ଗୋଟେ ଆମ ପାଖରେ ଗୋଟେ ସେ ଅସାଧାରଣ ଭାବରେ ଗୋଟେ ଛବି ଆମ ପାଖରେ ଦେଖାଯିବ, ହାଉ ଲାଇଫ୍ proceeding and with the march of evolution. ବନ୍ଦେ ମାତରମ୍। খুব চমৎকার আজর কবিতার আলোচনা। রায়কিଶୋର ଭାଇଙ୍କର ସରଳ ଆଉ ସାବলীଳ ଆଲୋଚନା, ତା ସହିତ ସାରଙ୍କର ହୃଦୟସ୍ପର୍ଶୀ ସମରାଇଜେସନ। ସତରେ ଯେବେ ସନ୍ନ୍ୟାସ ଆଲୋଚନା ହୁଏ, ଏକ ଭିନ୍ନ ଏକ ଜଗତରେ ଆମମାନେ ସତେ ଯେମିତି ବିଚରଣ କରୁଥାଉ। ଖୁବ ସୁନ୍ଦର ଆଜିର ଆଲୋଚନା, ମର୍ମସ୍ପର୍ଶୀ, ହୃଦୟସ୍ପର୍ଶୀ ଆଉ ସତରେ ଜୀବନ ଧର୍ମୀ କବିତାଟି। ସାରଙ୍କୁ ଆଉ ରାୟକିଶୋର ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ। ମାଙ୍କ ପାଖରେ ସତ କୃତଜ୍ଞତା, ଆମମାନଙ୍କୁ ଏଇଭଳି ଏକ ସୁଯୋଗ ଦେଇଛନ୍ତି। ଏବେ ଆଜିର ଆଲୋଚନାକୁ
ମା ଓ ପ୍ରଭୁଙ୍କ ଚରଣରେ ଶତ ଶତ କୃତଜ୍ଞତା ସହିତ ଶ୍ରଦ୍ଧାର ସହିତ ନିବେଦନ କରିଦେବା ଏବଂ ପ୍ରାର୍ଥନା କରିବା। ପୁଣି ଆମକୁ ଆସନ୍ତା ଥରକୁ ଏଇଭଳି ଭାବରେ ପ୍ରସ୍ତୁତି କରନ୍ତୁ, ସମର୍ଥ କରନ୍ତୁ।